आम जाऊँ अलारनाथ दर्शन रे एठू 2 किलोमीटर अच्छी इच्छा कौन है आज राति प्रभु टे दर्शन हम से लोक गहली टे देखू अणसर इन चलती जगन्नाथ महाप्रभुर से लोक आसुँच अणसर अलारनाथ महाप्रभु दर्शन करने आसी पहुँची जाइचु अलारनाथ पीठ में एवं जाऊँगी प्रभु मंदिर को जी दी साइड रे सब दुकान लगी एपटे ठंडा दुकान एपटे खेलना दुकान सब लगी चूड़ी दुकान भी लगी आम बर्तमान जाऊँ धीरे धीरे आगे देखा गोटे भजन समारोह होची एठी प्रभुंकर भजन समारोह होची वर्तमान आम मंदिर भीतर को धीरे धीरे जाऊँगी एठी प्रभुंकर नाम संकीर्तन होची बहुत लोक गहली आईपट साइड रे प्रभुंकर रोषेशाला यहाँ हूँ आनंद बजार यहाँ हूँ प्रभुंकर मेन मंदिर एठी जड़े महाप्रभुंकर सेवक अच्छा से किसी महाप्रभु विषय रे कहिबे। जगन्नाथ जय जगन्नाथ जय जगन्नाथ शांताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीः कान्तं कमलनयनं योगिविद्यानगम्यं वन्दे विष्णुं भवभयहरं सर्वलोकैकनाथं। मु गोपीनाथ पूजा पंडा मंदिर मुख्य सेवक मोर दैनंदिन काम होची पूजा करिबा अलारनाथ मंदिर मुख्य सेवक होइतबारु महाप्रभुंकर दैनंदिन पूजा नीतिकांति मु करथाए। जेतेले जगन्नाथ स्नान पूर्णिमा परे गाधई सारा पर महाप्रभु ज्वर होता है से ही समय महाप्रभु ज्वर होता है। ज्वर हवा परे महाप्रभु अलारनाथ को दर्शन दे था महाप्रभु अलारनाथ रूप ये जो क्षेत्र ये जो लीलामय क्षेत्र ये क्षेत्र रे महाप्रभु चैतन्य पीठ महाप्रभु एठार आसी मुंडिया मारी सर्वांग चिन्ह भी रही एवं महाप्रभु किभली भाव में खीरी खाई तांकर हाथ फटका एठारे देखा मिलूँ। आमर महाप्रभु अलारनाथ आमर जमी सेवा कांति पड़े आम आसी महाप्रभु को सेवा करुचु से 1200 परिवार एठारे बास करुले महाप्रभुंकर नीतिकांति करुले। महाप्रभु दैनंदिन जहाँ खर्च हुए ताहा विषय वहन करता है। 1200 परिवार श्रीकेतन पंडा नामक एक परिवार तांको पुत्र मधुसूदन आ तांको स्त्री ना हूँ सची छोटिया परिवार महाप्रभु दैनंदिन नीतिकांति जहाँ जहाँ आवश्यक हुए ता सी वहन करि तेणु तांकर 5 दिन सेवा पड़ता विषय सेवा जो सेवारे महाप्रभुंकर सर्वांग खर्च जहाँ दिनकर खर्च हुए ता खर्च करती एवं से ता बदल गोटे खेई नियंती महाप्रभुंकर से मधुसूदन सेवा पड़ता 5 दिन तो तांका पाखरे 2 दिन सेवा सामग्री थिला तृतीय दिन सामग्री नथिला तृतीय दिन जो सामग्री नथिला तेणु से मधुसूदन को डाकई पुत्र को डकई कहले
ପୁତ୍ର ମୁଁ ବାହାରକୁ ଯିବି ଭିକ୍ଷା କରିବା ପାଇଁ। ଭିକ୍ଷା କରି କିଛି ଆଣିଲେ 5 ଦିନ ସେବା ଆମର ଯେଉଁ ପଡ଼ିଅଛି ସେ 5 ଦିନ ସେବା ଆମେ ତୁଲେଇ ପାରିବା। ତେଣୁ ତୁମକୁ ପୂଜାର ଭାର ବା ପୂଜା ମହାପ୍ରଭୁଙ୍କୁ କେମିତି ପୂଜା କରାଯାଏ ତାହା ମୁଁ ଦେଖେଇ ଦେଇ ମୁଁ ଭିକ୍ଷା କରିବାକୁ ଚାଲିଯିବି। ପୁତ୍ର ସେଠି ପ୍ରଶ୍ନ କରିଛନ୍ତି ପିତାଙ୍କୁ, ଶ୍ରୀକେତନ ପଣ୍ଡାଙ୍କୁ, ଯେ ଆପଣ ଯେମିତି ପୂଜା କରୁଛନ୍ତି ମୁଁ ତ ସେମିତି ପୂଜା କରିପାରିବି ନାହିଁ। ଆପଣ ଷୋଡ଼ଶ ଉପଚାରରେ ପୂଜା କରୁଛନ୍ତି, ମୋତେ ଷୋଡ଼ଶ ଉପଚାର ପଞ୍ଚ ଉପଚାର ପୂଜା ଜଣା ନାହିଁ, ମୁଁ କିଭଳି ଭାବରେ ପୂଜା କରିବି? ଯଦି ଆପଣ ପୂଜା କରିବା କଥା କହୁଛନ୍ତି ତାହେଲେ ମୁଁ କରିବି, କିନ୍ତୁ ଆପଣଙ୍କୁ ଦେଖେଇବାକୁ ପଡ଼ିବ। ପିତା ତାଙ୍କର ଗୋଟେ ଦିନ ଆସି ପୂଜା ନୀତିକାନ୍ତି ସବୁ ଦେଖେଇଛନ୍ତି, କିଭଳି ଭାବରେ ମହାପ୍ରଭୁଙ୍କ ପୂଜା ହୁଏ ସବୁ ଦେଖେଇଛନ୍ତି ଏବଂ କହିଛନ୍ତି ମୂଳ ମନ୍ତ୍ର ଯେ ଆସ ଅଲ୍ଲାର ଖାଅ କ୍ଷୀରି, ବାପା ଯାଇଛନ୍ତି ବାହାର ଗାଁ ମୁଁ ଜାଣିନି ଦିଅଙ୍କ ନାଁ। ମନ୍ତ୍ର ତ ଆସୁନି ମଧୁସୂଦନକୁ। ପିତା ଚାଲିଗଲା ପରେ ମଧୁସୂଦନ ମନ୍ତ୍ର ଘୋଷି ନାହାନ୍ତି, ପୂଜାପାଠ ଜାଣିନାହାନ୍ତି, 12 ବର୍ଷର ବାଳକ। ତେଣୁ ତାଙ୍କୁ ଏଇ କଥା କହିଥିଲେ, କେବଳ ତୁ ଏତିକି ଭକ୍ତି ଭାବରେ ଡାକିବୁ, ଆସ ଅଲ୍ଲାର ଖାଅ କ୍ଷୀରି, ବାପା ଯାଇଛନ୍ତି ବାହାର ଗାଁ ମୁଁ ଜାଣିନି ଦିଅଙ୍କ ନାଁ। ଡାକିଲେ ମହାପ୍ରଭୁ କ୍ଷୀରି ଖାଇ ନେବେ। ମଧୁସୂଦନ ତା ପରଦିନ ନୀତିକାନ୍ତି କରିବା ପାଇଁ ମନ୍ଦିରକୁ ଯାଇଛନ୍ତି। ମନ୍ଦିରର ଗାଧୁଆ ପାଧୁଆ ସାରି ମହାପ୍ରଭୁଙ୍କର ମୈଲମ ବେଶ ତଳପ ଲାଗି ଚନ୍ଦନ ଅବକାଶ ବଲ୍ଲଭ ରୋଷହୁମ ନିତ୍ୟାଦି କର୍ମ ସାରି ମହାପ୍ରଭୁଙ୍କର କ୍ଷୀରି ପ୍ରସ୍ତୁତରେ ଲାଗି ପଡ଼ିଲେ ଏବଂ କ୍ଷୀରି ପ୍ରସ୍ତୁତ କରି ଆଣିକିରି ମହାପ୍ରଭୁଙ୍କ ପାଖରେ ରଖିଲେ। ମହାପ୍ରଭୁଙ୍କ ପାଖରେ ଯେତେବେଳେ ରଖିଦେଇଛନ୍ତି ଦୁଆଟିକୁ ଗିଳିଛନ୍ତି। ମନ୍ତ୍ର ସେଇ ଗୋଟିଏ ମନ୍ତ୍ର, ଆସ ଅଲ୍ଲାର ଖାଅ କ୍ଷୀରି, ବାପା ଯାଇଛନ୍ତି ବାହାର ଗାଁ ମୁଁ ଜାଣିନି ଦିଅଙ୍କ ନାଁ। କହି କବାଟ କିଳିଛନ୍ତି। ମହାପ୍ରଭୁ କ୍ଷୀରି ଖାଇ ନେଇଛନ୍ତି। କବାଟ ଖୋଲିବା ମଧ୍ୟରେ ଦେଖିଛନ୍ତି ପାତ୍ରଟି ଖାଲି। ଯେତେବେଳେ ପାତ୍ରଟି ଖାଲି, ଆନନ୍ଦ ମନରେ ନାଚି ନାଚି ଘରକୁ ଯାଇଛନ୍ତି। ଆମର ଅଚ୍ୟୁତ ମାଳିକାରେ ବର୍ଣ୍ଣିତ, ଭାବ ବି ନଦିଆ ଠାକୁର ଭକ୍ତ ଅବଶ୍ଚଳ ହରି, ଭକ୍ତଙ୍କ ପାଇଁ କଲେବର 10 ମୂରତି ଧରି, ଭକ୍ତ ତୁମ୍ଭ କିସ କରିବ ଭକ୍ତ ବୋଲରେ ଥାଅ, ଭକ୍ତ ପଠାଇଲା ହସ୍ତିନାକୁ ଦୂତ ପଣରେ ଯାଅ, ଭକ୍ତ ଦେଖାଇଲା ସ୍ତମ୍ଭକୁ ସ୍ତମ୍ଭ ହେଲ ଉଦିତ, ଭୂତ୍ୟର ଭୂତ୍ୟ ପରିଭୂତ୍ୟ ଭଣେ ଦିନ ଅଚ୍ୟୁତ। ଭକ୍ତ କହିଦେଲା ବୋଲିକା ଆପଣ ହସ୍ତିନାପୁରକୁ ଦୂତ ହେଇକି ଯାଇଥିଲେ 5ଟି ପଡ଼ା ମାଗିବା ପାଇଁ। ଭକ୍ତ ଦେଖାଇଥିଲା ସ୍ତମ୍ଭକୁ, ଏଇଠି ଠାକୁର ଅଛନ୍ତି। ଆପଣ ନୃସିଂହ ଅବତାର ଧରିକି ବାହାରିଥିଲେ ଏବଂ ହିରଣ୍ୟକଶ୍ୟପକୁ ବିଦାର କରିଥିଲେ। ସେଇଭଳି ଭକ୍ତ ଆଜି ମହାପ୍ରଭୁଙ୍କୁ ଡାକୁଛି ଅର୍ପଣ କରିବା ପାଇଁ। ମହାପ୍ରଭୁ ସମ୍ଭାଳି ନ ପାରି ମହାପ୍ରଭୁ କ୍ଷୀରି ଖାଇ ନେଇଛନ୍ତି। ସେ ପାତ୍ରଟି ଖାଲି ହେଇଯାଇଛି। ନାଚି ନାଚି ଘରକୁ ଯେତେବେଳେ ଯାଇଛନ୍ତି, ମା ପଚାରୁଛନ୍ତି, ମଧୁସୂଦନ କ୍ଷୀରି କୁଆଡ଼େ ଗଲା? ନା ମହାପ୍ରଭୁ ଖାଇଦେଲେ। ନା ମହାପ୍ରଭୁ ଖାଇଦେଲେ? ନା ହଁ। ନା ତୋର ପିତା ଏତେ ଷୋଡ଼ଶ ଉପଚାରରେ ପୂଜା କରି ଦିନକ ପାଇଁ ମହାପ୍ରଭୁ କ୍ଷୀରି ଖାଇନାହାନ୍ତି, ଆଜି କେମିତି କ୍ଷୀରି ଖାଇନେଲେ? ତୁ ମିଥ୍ୟା କଥା କହୁଛୁ। ନା ନା ମା, ମୁଁ ସତ କଥା କହୁଛି, ମହାପ୍ରଭୁ କ୍ଷୀରି ଖାଇ ନେଇଛନ୍ତି। ନା ସତ କହୁଛ? ନା ହଁ। ମା ଭାବିଲେ ଏ ବାଳକ ଲୋକ କେଉଁଠି ଗୋଟେ ବାଣ୍ଟି ଦେଇକି ଆସିଛି। ବାଣ୍ଟି ଦେଲା ପରେ ଭୟ ରହୁଛି ଘରେ କାଳେ ମାରିବେ ବୋଲି। ତେଣୁ ମା ଆଉ ତାଙ୍କୁ ବେଶୀ ପଚାରିଲେନି। ତାପର ଦିନ ଅଧିକ ଚାଉଳ, ଅଧିକ ଗୁଡ଼, ଅଧିକ କ୍ଷୀର ଦେଇକି ପଠେଇଲେ। ତାପର ଦିନ ସେମ୍ ମହାପ୍ରଭୁ ପ୍ରସ୍ତୁତ କଲେ କ୍ଷୀରି। ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କଲେ ମଧୁସୂଦନ କ୍ଷୀରି। କ୍ଷୀରି ପ୍ରସ୍ତୁତ ହେଲା ପରେ ମଧୁସୂଦନ ନେଇକି ରଖିଲେ ଏବଂ ମହାପ୍ରଭୁଙ୍କ ପାଖରେ ରଖି ପ୍ରାର୍ଥନା କଲେ, ମହାପ୍ରଭୁ ମୁଁ ତ ମନ୍ତ୍ର ଜାଣିନି, ତନ୍ତ୍ର ଜାଣିନି, ଭକ୍ତି ବି ଜାଣିନି, ଭାବରେ ଆପଣ ଖାଇ ନିଅନ୍ତୁ। ମୋର ଯେଉଁ ଭାବ, ସେ ଭାବରେ ଆପଣ ଖାଇ ନିଅନ୍ତୁ। ତେଣୁ ଭାବକୁ ନିକଟ, ଅଭାବକୁ ଦୂର। ଯେ ଯାହାକୁ ଖୋଜେ ସେ ତାକୁ ଖୋଜଇ। ମହାପ୍ରଭୁ ସେଠି ମହାପ୍ରଭୁଙ୍କ ପାଖରେ ଯେତେବେଳେ କ୍ଷୀରି ଅର୍ପଣ କରିକି କବାଟ ବନ୍ଦ କରିଛନ୍ତି, ମହାପ୍ରଭୁ ପୁନର୍ବାର କ୍ଷୀରି ଖାଇ ନେଇଛନ୍ତି। ଖାଇ ନେବା ଫଳରେ ମଧୁସୂଦନ ପୁନର୍ବାର ପାତ୍ରଟିକି
ନେଇକି ଘରେ ଯାଇ ପହଞ୍ଚିଛି। ଘରେ ପହଞ୍ଚିବା ଫଳରେ ମା ପଚାରୁଛନ୍ତି ମଧୁସୂଦନ କ୍ଷୀରି କୁଆଡ଼େ ଗଲା? ନା ଅଲାନ୍ତେ ଖାଇଦେଲେ। ମା ହାତର ଚଟକଣି ଗୋଟେ ମାରିଛନ୍ତି। হ্যাঁ ଅଲାନ୍ତେ କ୍ଷୀରି ଖାଇନେଲେ। ଷୋଡ଼ଶ ଉପଚାରରେ ତୋର ପିତା ଏତେ ଦିନ ପୂଜା କଲେଣି, ଦିନକ ପାଇଁ ମହାପ୍ରଭୁ କ୍ଷୀରି ଖାଇନାହାନ୍ତି, ଆଜି କେମିତି କ୍ଷୀରି ଖାଇନେଲେ? ଯେତେବେଳେ ମାଡ଼ ମାରିଛନ୍ତି ମଧୁସୂଦନ କନ୍ଦନ କରିଛନ୍ତି, ସେହି ସମୟରେ ତାଙ୍କ ପିତା ଆସି ପହଞ୍ଚିଛନ୍ତି। 2 ଦିନ ବିତି ଯାଇଥାଏ। ପିତା ଆସି ପହଞ୍ଚିଲେ, ମଧୁସୂଦନ କାହିଁ କ୍ରନ୍ଦନ କରୁଛ, କାହିଁ କାନ୍ଦୁଛ? ନା ମା ମୋତେ ମାଇଲେ। ନା କାହିଁକି? ନା ଅଲାନ୍ତେ କ୍ଷୀରି ଖାଇଦେବା କଥା କହିବାରୁ ମା ମୋତେ ମାଇଲେ। ପିତା ଶୁଣିକି ଆଶ୍ଚର୍ଯ୍ୟ। ଷୋଡ଼ଶ ଉପଚାରରେ ପୂଜା କଲେ ବି ଦିନକ ପାଇଁ ମହାପ୍ରଭୁ କ୍ଷୀରି ହାତ ପୁରେଇକି ଖାଇନାହାନ୍ତି। ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ଏବଂ ସେ କହିଲେ ଯଦି କ୍ଷୀରି ଖାଇଛନ୍ତି ମହାପ୍ରଭୁ ତାହେଲେ ତୁମକୁ ମୋତେ ପରୀକ୍ଷା ଦେବାକୁ ପଡ଼ିବ। ଯଦି ପରୀକ୍ଷାରେ ଫେଲ୍ ହୁଅ ତୁମକୁ ମୁଁ ସେବାରୁ ବିଚ୍ୟୁତ କରିବି, ଗାଁରୁ ବିଚ୍ୟୁତ କରିବି। ତାପରେ ଦିନ ମଧୁସୂଦନ କ୍ଷୀରି ପ୍ରସ୍ତୁତ କଲେ। ନାଟ ମନ୍ଦିରରେ ଶ୍ରୀକେତନ ପଣ୍ଡା ଲୁଚିକି ରହିଲେ। ମଧୁସୂଦନ କ୍ଷୀରି ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଖରେ ରଖିବା କାନ୍ଦିବାକୁ ଲାଗିଲେ। କହିଲେ ପ୍ରଭୁ, ଯେଉଁଭଳି ଭାବରେ 2 ଦିନ ଯାକ କ୍ଷୀରି ଖାଇ ନେଉଥିଲେ ଆଜି ବି ସେଇଭଳି ଭାବରେ କ୍ଷୀରି ଖାଇ ନିଅନ୍ତୁ। ଯଦି ଆଜି ସେମିତି କ୍ଷୀରି ନ ଖାଇବେ ତାହେଲେ ମୋ ଜୀବନ, ମୁଁ ପ୍ରାଣ ଦେଇଦେବି, ଜୀବନଟାକୁ ମୁଁ ହାରିଦେବି। ମହାପ୍ରଭୁ ତ ଭକ୍ତର ଭାବକୁ ନିକଟ, ଅଭାବକୁ ଦୂର, ଭକ୍ତର କଷଣ ସହିପାରନ୍ତିନି। ଭକ୍ତଙ୍କ ପାଇଁ ସଦା ସର୍ବଦା ଆଗେଇ ଆସନ୍ତି ଭକ୍ତକୁ ରକ୍ଷା କରିବା ପାଇଁ। ସେହି ସମୟରେ ଯେତେବେଳେ ମଧୁସୂଦନ କନ୍ଦନ କରି ଦୁଆର କିଳିଛି, ପରେ ପରେ ମହାପ୍ରଭୁ ଆସିକି କ୍ଷୀରି ଖାଇବାକୁ ଲାଗିଛନ୍ତି। ପିତା ଲୁଚିକିରି ରହିଥିଲେ, ଦେଖୁଥିଲେ। ଦୁଆରଟି ଖୋଲି ହଠାତ୍ ହାତକୁ ଧରି ପକାଇଛନ୍ତି। ଧରି ପକାଇବା ଫଳରେ ମହାପ୍ରଭୁଙ୍କ ହାତଟି ଜଳି ଯାଇଛି, ଫୋଟକା ହେଇଯାଇଛି ଏବଂ ମହାପ୍ରଭୁ କହୁଛନ୍ତି ମୋ ହାତଟି ଛାଡ଼, ଗରମ କ୍ଷୀରି ବାଜିକି ମୋ ହାତ ଜଳିବାରେ ଲାଗିଛି। ନା ପ୍ରଭୁ, ଆପଣ ତ ସବୁଦିନ କ୍ଷୀରି ଖାଇ ଦେଉଛନ୍ତି, ଆମେ କ'ଣ ଖାଇବୁ? ସବୁ କ୍ଷୀରି ତ ଆପଣ ଖାଇ ଦେଉଛନ୍ତି, ଆମେ କ'ଣ ଖାଇବୁ? ନାଇଁ, ମୁଁ ଏ ମଧୁସୂଦନ ସେବାରେ ମୁଁ ସନ୍ତୁଷ୍ଟ। ତୁମେ ଯାହା ମାଗୁଛ ବର ମୁଁ ଦେବି, କିନ୍ତୁ ଏ ପ୍ରସାଦ ହେଉଛି ମୋର। ସେ ପ୍ରସାଦ ମଧୁସୂଦନ ମୋ ପାଇଁ ପ୍ରସ୍ତୁତ କରିଛନ୍ତି, ତେଣୁ ଏ ପ୍ରସାଦ ହେଉଛି ମୋର। ଛାଡ଼, ମୋ ହାତ ଜଳୁଛି, ଫୋଟକା ହେଇଗଲାଣି। ଶ୍ରୀକେତନ ପଣ୍ଡା ପ୍ରଶ୍ନ କରୁଛନ୍ତି, ପ୍ରଭୁ ଏତେ ଦିନ ଷୋଡ଼ଶ ଉପଚାର ପୂଜା କରିବା ଭିତରେ ଦିନେ ମୋ ହାତରୁ କ୍ଷୀରି ଖାଇଲେନି, ଆଜି ବାଳକ କ'ଣ ଦେଇଦେଲା ଆପଣ ତାଠାରୁ କ୍ଷୀରି ଖାଇନେଲେ? ଶ୍ରୀକେତନ ପଣ୍ଡାକୁ ମହାପ୍ରଭୁ ଅଲାରନାଥ କହୁଛନ୍ତି, ହେ ବ୍ରାହ୍ମଣ ଦେବତା, ତୁମେ ଯେଉଁ କ୍ଷୀରି ଅର୍ପଣ କରୁଥିଲ ମୋତେ ସବୁବେଳେ ସଦା ସର୍ବଦା ଭାବୁଥିଲ ଇଏ ବିଗ୍ରହ, ଇଏ କ'ଣ ଖାଇବ? ବିଗ୍ରହ କ'ଣ କ୍ଷୀରି ଖାଏ? ତେଣୁ ମୁଁ କ୍ଷୀରି ଖାଉନଥିଲି। କିନ୍ତୁ ମଧୁସୂଦନ ଯେତେବେଳେ କ୍ଷୀରି ଅର୍ପଣ କରେ, ତୁମେବ ମାତାଶ୍ଚ ପିତା ତୁମେବ ବନ୍ଧୁ ଚ ସଖା ତୁମେବ ବିଦ୍ୟା ଦ୍ରବିଣମ ତୁମେବ ସର୍ବମ ମମ ଦେବ ଦେବ। ସିଏ ମୋତେ ସର୍ବସ୍ୱ ଭାବେ, ତେଣୁ ମୁଁ ତା ହାତରୁ କ୍ଷୀରି ଖାଇ ନେଇଛି। ତୁମେ ଯାହା ମାଗୁଛ ମାଗ, ମୁଁ ବାଳକ ସେବାରେ ସନ୍ତୁଷ୍ଟ, ମୁଁ ତୁମକୁ ବରଦାନ ଦେବି। ନା ପ୍ରଭୁ, ଅନ୍ତ ସମୟରେ ମଲା ପରେ ଜନ୍ମ ଜନ୍ମାନ୍ତର ଆପଣଙ୍କର ସେବକ ହୋଇକି ଆମେ ଜନ୍ମ ନେଉ, ଏତିକି ଆମର ପ୍ରାର୍ଥନା। ଆପଣ ସେବାରୁ କଦାପି ଆମକୁ ବିଚ୍ୟୁତ ନ କରନ୍ତୁ। ମହାପ୍ରଭୁ ତଥାସ୍ତୁ କରିଥିଲେ ଏବଂ କାଳକ୍ରମେ ଯେତେବେଳେ ଧ୍ୱଂସ ହୋଇଥିଲା, ବନ୍ୟାର ତାଣ୍ଡବ ରଚିଥିଲା ଓଡ଼ିଶା, ସେତେବେଳେ ମହାପ୍ରଭୁଙ୍କ ସହିତ ସମସ୍ତ ଯେତେକ ବ୍ରାହ୍ମଣ ଥିଲେ, 1200 ବ୍ରାହ୍ମଣ ପରିବାର ସବୁ ଧ୍ୱଂସ ହୋଇଯାଇଥିଲେ। କିନ୍ତୁ ମଧୁସୂଦନ ଯେତେ ଦିନ ଯାହା ଥିଲେ ମହାପ୍ରଭୁଙ୍କର ସେବା କାର୍ଯ୍ୟ କରୁଥିଲେ। ମଧୁସୂଦନଙ୍କ ଅନ୍ତେ ମନ୍ଦିର 45 ଦିନ ବନ୍ଦ ରହିଲା। 45 ଦିନ ବନ୍ଦ ରହିବା ଫଳରେ କାଞ୍ଚି ଅଭିଯାନରୁ ପୁରୀ ଗଜପତି ମହାରାଜ ଫେରୁଥିଲେ ବିଜୟ କରିକି। ତେଣୁ ତାଙ୍କ ଆକାଶବାଣୀ ହେଲା ଯେ ମୁଁ ଏଠାରେ ଅପୂଜା ରହିଅଛି, ତୁମେ
ଦୁଇଟି ଗୋତ୍ରର ବ୍ରାହ୍ମଣକୁ ଏଠି ସ୍ଥାପନ କରନ୍ତୁ। ମହାପ୍ରଭୁଙ୍କ କଥା ଶୁଣି ମହାରାଜା ଏଠାରେ ଦୁଇଟି ବ୍ରାହ୍ମଣକୁ ଗଜପତି ମହାରାଜ ଦୁଇଟି ବ୍ରାହ୍ମଣକୁ ସ୍ଥାପନ କରିଥିଲେ, ଭରଦ୍ୱାଜ ଗୋତ୍ର ଆଉ ବତ୍ସସ୍ୟ ଗୋତ୍ରର, ଯାହାଫଳରେ 45 ପରିବାର ସେ ଅଲାରନାଥଙ୍କର ସେବା କରୁଛନ୍ତି। ଜୟ ଜଗନ୍ନାଥ। ଏଇଟା ହେଉଛି ଦେବୀ ଲକ୍ଷ୍ମୀଙ୍କ ମନ୍ଦିର। ଆମେ ତ ସାମ୍ନାକୁ ଯାଇପାରିବନି, ଫଟୋ ଉଠାଇ ପାରିବନି, ଆଲାଉ ନାହିଁ। ଏଇଠି ଚୈତନ୍ୟ ମହାପ୍ରଭୁ ପ୍ରଭୁଙ୍କୁ ଧ୍ୟାନ ସହିତ ଡାକିଥିଲେ, ପଥର ପାଣି ହେଇଯାଇଥିଲା, ଦେଖିପାରୁଥିବେ।